ଅନାସ୍ଥା ଆମ ସରପଞ୍ଚ ଉପରେ କେହି ଶାନ୍ତି ନାହାନ୍ତି। କୌଣସି ୱାର୍ଡ଼ ମେମ୍ବର ଆଉ ୱାର୍ଡ଼ ସଭ୍ୟମାନେ କୌଣସି ଲୋକ ତାଙ୍କ ଉପରେ ଶାନ୍ତି ନାହାନ୍ତି। କାହିଁକି ନା ସିଏ କୌଣସି ମିଟିଂ ବିନା ନୋଟିସରେ ମିଟିଂ କରୁଛନ୍ତି, ଘର ଘର ବୁଲେଇ ଖାତା ଦସ୍ତଖତ କରୁଛନ୍ତି, ଆକ୍ସନ୍ ପ୍ଲାନ୍ ମନ ଇଚ୍ଛା କରିକି ଦେଉଛନ୍ତି, କୌଣସି ୱାର୍ଡ଼ ମେମ୍ବରମାନଙ୍କୁ ଜଣାଉନାହାନ୍ତି। ପ୍ରତି ୱାର୍ଡ଼ରେ ଯାଇକି ୱାର୍ଡ଼ ମେମ୍ବରକୁ ନ ପଚାରି ଅଲଗା ଲୋକମାନଙ୍କୁ ନେଇକି କାମ ଧନ୍ଦା ଦେଉଛନ୍ତି। ତେଣୁକରି ଆମେ ତାଙ୍କ ଉପରେ ବହୁତ ଅଶାନ୍ତି। କୌଣସି ଜିନିଷ ଧର ପଞ୍ଚାୟତକୁ ଯେକୌଣସି ସରକାର ଜିନିଷ ଆସୁ କି ବ୍ଲକର କୌଣସି କାମ ଧନ୍ଦା ଭଲ ମନ୍ଦ ଆସୁ, ସେ ଆମମାନଙ୍କୁ କୌଣସି ଏଥିରେ ଅବଗତ କରୁନାହାନ୍ତି। ସେଥିପାଇଁ ତାଙ୍କ ଉପରେ ଆମେ ଶାନ୍ତି ନାହୁଁ। ସେଥିପାଇଁ ତାଙ୍କୁ ଆମେ ଅନାସ୍ଥା ଦେବାକୁ ଏଠିକି ଆସିଛୁ। ଆଜ୍ଞା, ଦୁଃଖର କଥା ହେଉଛି ଆମେ ଗୋଟେ ସରପଞ୍ଚ ବାଛିଛୁ ଯେ କି ଅନକଣ୍ଟେଷ୍ଟ କରାହେଲା, ସହମତି ଭିତରେ ଅନକଣ୍ଟେଷ୍ଟ କରାହେଲା, କିନ୍ତୁ ସେ କୌଣସି ୱାର୍ଡ଼ ମେମ୍ବରକୁ ପଚାରୁନାହାନ୍ତି। ମନ ଇଚ୍ଛା ସେ କାମ କରିବେ, ମନ ଇଚ୍ଛା ସେ ସରପଞ୍ଚ ନିଜେ ଆସୁନାହାନ୍ତି। ସରପଞ୍ଚ ସ୍ୱାମୀ ସେ ଏସି ଏମର୍ଜେନ୍ସି, ସିଏ ତାଙ୍କ ଇଏରେ ନିଜେ କାମ କରୁଛନ୍ତି, କାହାକୁ ପଚାରୁନାହାନ୍ତି। କୌଣସି ଡେଭଲପମେଣ୍ଟ କାମ ହେଇପାରୁନାହିଁ। କୌଣସି ମାନେ ଆସ୍ଥା ଭଜନ ହେଉନାହାନ୍ତି, କୌଣସି ୱାର୍ଡ଼ ମେମ୍ବର ସାଙ୍ଗରେ ଆସ୍ଥା ଭଜନ ହେଉନାହାନ୍ତି। କାହାକୁ ନ ନେଇକି ସାଙ୍ଗରେ ସେ ତାଙ୍କ ଇଚ୍ଛା ସେ ତାଙ୍କ ଆକ୍ସନ୍ ପ୍ଲାନ୍ ଦେବା କି କୌଣସି ବ୍ଲକ ସ୍ତରରେ ଯେଉଁ କାର୍ଯ୍ୟକ୍ରମ ଆସିଲା କି କ'ଣ ଆସିଲା, କୌଣସି ସେଥିରେ ଜଣାଉନାହାନ୍ତି। ସେ ମନ ଇଚ୍ଛା ଚଲେଇଛନ୍ତି। ଆଉ କ'ଣ ଅଛି, ମିଟିଂଟା ଠିକ୍ରେ ବି ସବୁ ପ୍ରତି ମାସରେ ମିଟିଂ କରିଥାଏ, ମିଟିଂଟା ହେଉନାହିଁ।